ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଞ୍ଚଳର ଅବସରପ୍ରାପ୍ତ ସେନା କର୍ମଚାରୀ ମାନେ ଆଜି ଦେଖାଇଛନ୍ତି ସେମାନଙ୍କର ମହତ ପଣିଆ। ମାତ୍ର 6 ମାସର ଏହି ଅନୁଷ୍ଠାନ ଅବସର ସେନା କର୍ମଚାରୀ କ୍ଲବ ଧର୍ମଶାଳା ଆଜି ସକାଳ 7ଟାରୁ କ୍ଲବର ସମସ୍ତ ସଦସ୍ୟ ପ୍ରଥମେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରକୁ ଝାଡୁ ମାରି ଅଳିଆ ଆବର୍ଜନା ସଫା କରି ବ୍ଲିଚିଂ ବିଶୋଧନ କରିଥିଲେ। ପରେ ସକାଳ 9ଟାରେ ଧର୍ମଶାଳା ପବ୍ଲିକ ସ୍କୁଲ ପରିସରରେ 50 ଗୋଟି ବିଭିନ୍ନ ପ୍ରଜାତିର ଚାରା ଗଛ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଅଧିକାରୀ ସୁଧୀର ରଞ୍ଜନ ସାହୁ ସହଯୋଗ କରିଥିବା ବେଳେ ଧର୍ମଶାଳା ପବ୍ଲିକ ସ୍କୁଲରେ ଅଧ୍ୟକ୍ଷ ଭିକାରୀ ଚରଣ ସାମଲ ସହଯୋଗ କରିଥିଲେ। उक्त सेना कर्मचारी क्लब कर्मकर्ता और सदस्य यथा कैप्टेन प्रभात जेना, सभापति अनिल सावल, उपसभापति श्रीनाथ दास, संपादक दिलीप पृष्टि, सह संपादक प्रताप परिडा, प्रमोद बेहेरा, नकुल बेहेरा, अभिराम साहू, अरविंद जेना, महामाया विश्वाल, अशोक नंद, पवित्र साहू, नरेंद्र साहू, अतीन्द्र पति, प्रशांत राउत, मनोरंजन दास, बटकृष्ण पारेख, लक्ष्मीधर साहू प्रमुख अवसरप्राप्त सेना कर्मचारी उक्त कार्यक्रम में मुख्य भूमिका ग्रहण करी सुचारू रूपे संपादन करथिले। धर्मशाला ईश्वर चंद्र बारिकଙ୍କ रिपोर्ट।